ଓଡ଼ିଶାବାସୀଙ୍କୁ ନମସ୍କାର। ଗତକାଲି 20/3/2025 ସନ୍ଧ୍ୟା 6:30 ଘଟିକା ଟାଇମ୍ରେ କାଳବୈଶାଖୀ ମାଡ଼ି ଆସି ଦ୍ରୁତ ଗତିରେ ପବନ ବର୍ଷା ସହିତ ଘଡ଼ଘଡ଼ି ଏବଂ କୁଆପଥର ମାଡ଼ରେ ଘର ଦ୍ୱାର ସବୁ ନଷ୍ଟ ହୋଇଯାଇଛି। ଏ ଥିଲା ଖପରା ଘର। ଖପରା ଘରକୁ ଏତେ ଜୋରରେ ବାଡ଼େଇଛି, ଖପରା ସବୁ ଭାଙ୍ଗି ଚୁରମାର ହେଇଯାଇଛି। ଆଉ ଦେଖନ୍ତୁ, ଏ ଯେତେ ବି ଘରେ ସାମାନ ଥିଲା ସବୁ ନଷ୍ଟ ହେଇଯାଇଛି। ଆମର ଟିଭି, ଫ୍ୟାନ୍, କୁଲର ସବୁ ଯେତେ ଥିଲା ସବୁ ଭାଙ୍ଗି ଚୁରମାର କରିଦେଇଛି। ଆଉ ଏ ଭିଡ଼ିଓକୁ ଆପଣମାନେ ଯେତେ ପାରୁଛନ୍ତି ସେତେ ସେୟାର କରନ୍ତୁ, ଯେଉଁକି ଆମର ସରକାର ପାଖକୁ ପହଞ୍ଚିବା ଦରକାର। ଆଉ ଯେତେ ବି କ୍ଷତି ହେଇଛି କ୍ଷତିପୂରଣ ସରକାର ଦେବାକୁ ବାଉଣ୍ଡ କ'ଣ ପାଇଁ ନା ଆଉ ଆମର ପାଖରେ କିଛି ନାହିଁ। ଏବେ ଖାଇବା ପିଇବାର ସବୁ ଧାନ ଚାଉଳ ସବୁ ନଷ୍ଟ ହେଇଛି ଆଜ୍ଞା ବର୍ଷାରେ। ଦେଖନ୍ତୁ, କିଛି ନାହିଁ। ଆଜବେଷ୍ଟର ଯେତେ ଥିଲା ସବୁ ଚୁରମାର ହେଇଯାଇଛି। ଖଣ୍ଡି ଖଣ୍ଡି କୁଆପଥର ପଡ଼ିକିରି ସବୁ ନଷ୍ଟ। ଆଜ୍ଞା, ଆମେ ଖାଲି ଜୀବନ ବଞ୍ଚେଇକି ଏଇ ପାଖରେ ଗୋଟେ କୁଟା ଘର ଥିଲା, ତା କୁଟା ଘରେ ରହିଥିଲୁ ତ ଜୀବନ ବଞ୍ଚିଯାଇଛି ଆଜ୍ଞା। ଦେଖନ୍ତୁ, ପୁରା ଚୁରମାର ହେଇଯାଇଛି। ଆଉ ଟିଭି, ଫ୍ୟାନ୍ ସବୁ ନଷ୍ଟ ହେଇଗଲା ଆଜ୍ଞା। କୁଆପଥରରେ ମାଡ଼ ହେଇକିରି ଦେଖନ୍ତୁ ସବୁ ନଷ୍ଟ। ସରକାର ଆମକୁ କିଛି ହେଲ୍ପ କଲେ ଆମେ ସରକାର ପାଖରେ ଋଣ ହେବୁ। ସରକାର ଧ୍ୟାନ ଦିଅନ୍ତୁ। ଆଉ ଏଇଟା ହେଉଛି ମୟୂରଭଞ୍ଜ ଜିଲ୍ଲା ବିଷଇଁ ଥାନା, ପୋଷ୍ଟ ଅଫିସ୍ ବିଷଇଁ, ଆଉ ଗ୍ରାମ ହେଉଛି ହୁଣ୍ଡିଦା, ବ୍ଲକ ହେଉଛି ବିଷଇଁ। ଦେଖନ୍ତୁ ଏପଟେ ଦେଖନ୍ତୁ ଖପରା ଘର। ଖପରା ଘରର ଅବସ୍ଥା କ'ଣ ହେଇଛି ଦେଖନ୍ତୁ। ଖପରା ସବୁ ଭାଙ୍ଗି ଚୁରମାର ହେଇଛି। ଖପରା ଗୋଟେ ଭଲ ନାହିଁ। ପୁରା କମ୍ ସେ କମ୍ ତ ଗୋଟେ ବରଫ ଟୁକୁଡ଼ା ପଡ଼ିଛି 2.5-3 କିଲୋ ପାଖାପାଖି ହେବ। ଏସବୁ କୁଆପଥର ଦେଖନ୍ତୁ ଆଜ୍ଞା। ଏସବୁ ଖପରା ଘର ଥିଲା, ଏଇଟା ଆଜବେଷ୍ଟର ଘର ଥିଲା। ଏସବୁ ଭାଙ୍ଗି ଚୁରମାର। କିଛି ନାହିଁ ଆଜ୍ଞା, କିଛି ନାହିଁ। ପ୍ଲିଜ୍